ମୁଁ ଆଜି ଆପଣମାନଙ୍କ ପାଇଁ ଗୋଟେ ପୋଡ଼ ପିଠାର ରେସିପି ନେଇକି ଆସିଛି। ବର୍ତ୍ତମାନ ରଜ ଆସିଲାଣି ଆଗକୁ, ତ ରଜରେ ତ ସମସ୍ତଙ୍କ ଘରେ ପୋଡ଼ ପିଠା ନିଶ୍ଚୟ ବନିଥାଏ। ଆଉ ଆମେ ପ୍ରାୟତଃ ବିରି ଚାଉଳ ପୋଡ଼ ପିଠା କିମ୍ବା ଚାଉଳ ପୋଡ଼ ପିଠା ଏଇ ଟାଇପ୍ର ପୋଡ଼ ପିଠା ବନେଇଥାଉ। କିନ୍ତୁ ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟେ ଡିଫରେଣ୍ଟ ଟାଇପ୍ର ପୋଡ଼ ପିଠା ନେଇକି ଆସିଛି, ଯେଉଁଟାକି ବନେଇବା ଅତି ସହଜ ଏବଂ ଅତି କମ୍ ସମୟରେ ହେଇଯିବ। ଆଉ ଘରେ ଥିବା ସାମଗ୍ରୀରେ ଆମେ ଏଇ ପୋଡ଼ ପିଠାଟି ଝଟପଟ ବନେଇ ପାରିବା। ପାଟିରେ ଦେଲା ମାତ୍ରେ ଆପଣ ଏହାର ସ୍ୱାଦ ଜମା ବି ଭୁଲି ପାରିବେନି। ଏହି ପିଠା ବନେଇବା ଆଗରୁ ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଦୟାକରିକି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଜମା ଡେରି ନ କରିକି ଆଜିର ଏଇ ସୁପର ଟେଷ୍ଟି ପୋଡ଼ପିଠା ରେସିପି ବନେଇବା ଷ୍ଟାର୍ଟ କରିବା। ଦେଖନ୍ତୁ, ସର୍ବପ୍ରଥମେ ମୁଁ ଏଠି ଚାଉଳ ନେଇଛି ଗୋଟେ କପ୍। ଆଉ ଏଇ ଚାଉଳକୁ ଆମେ ଭଲ ଭାବରେ ଧୋଇକିରି 3 ରୁ 4 ଥର ନେଇ ନେବା। ଏହାଦ୍ୱାରା ଚାଉଳରେ ଯାହା ବି ଅପରିଷ୍କାର ଥିବ ସେଗୁଡ଼ିକ ଅତି ସହଜରେ ବାହାରିଯିବ। ତ ଏଇଭଳିଆ ଭାବେ ଆପଣ ହାତରେ ମକଚିକି ତାକୁ 3 ରୁ 4 ଥର ଧୋଇକି ନେଇ ନିଅନ୍ତୁ। ଧୋଇକି ନେଲା ପରେ ଆମେ କ'ଣ କରିବା ନା ଏହା ଦେହରେ ଆଉ ଥରେ ଭଲ ପାଣି ଦେଇଦେବା। ଆଉ ପାଣି ଦେଇକି ଆମେ ଏହାକୁ ମିନିମମ୍ 5 ରୁ 6 ଘଣ୍ଟା ପାଇଁ ସୋକ୍ କରିବାକୁ ଛାଡ଼ିଦେବା, ବା ଆପଣ ଚାହିଁଲେ ଓଭରନାଇଟ୍ ମଧ୍ୟ ଏହାକୁ ସୋକ୍ କରିପାରନ୍ତି। ମୁଁ ବର୍ତ୍ତମାନ ଏହାକୁ କଭର୍ କରିକି 5 ରୁ 6 ଘଣ୍ଟା ପାଇଁ ସୋକ୍ କରିବାକୁ ଛାଡ଼ି ଦେଉଛି। ମୁଁ ଏଠି କଟା ନଡ଼ିଆ ଅଧା କପ୍, କୋରା ନଡ଼ିଆ ଅଧା କପ୍, ତେଜପତ୍ର କିଛି ନେଇଛି, ଆଉ କାଜୁ କିସମିସ୍ କିଛି ନେଇଛି, ହାଫ୍ ଚାମଚ ମୁଁ ଏଠି ପାନମଧୁରୀ ନେଇଛି, 10 ରୁ 12ଟି ଗୋଲମରିଚ ନେଇଛି, ଅଦା କୋରା କିଛି ନେଇଛି, ଆଉ କିସମିସ୍ ମଧ୍ୟ କାଟିକି ଅଳ୍ପ କିଛି ନେଇଛି। ତାପରେ ପାଖାପାଖି ମୁଁ ଏଠି 3 ରୁ 4ଟି ଗୁଜୁରାତି ମଧ୍ୟ ନେଇଛି। ତାପରେ ଦେଖନ୍ତୁ, 5 ରୁ 6 ଘଣ୍ଟା ପରେ ଆମର ଚାଉଳଟି ବହୁତ ଭଲ ଭାବେ ବତୁରିକି ରେଡ଼ି ହେଇଯାଇଛି। ତାପରେ ଦେଖନ୍ତୁ, ମୁଁ ଏଠି ଚୁଡ଼ା ମଧ୍ୟ ଗୋଟେ କପ୍ ନେଇଛି, ଯେଉଁଥିରେ ଚାଉଳ ମାପିକି ନେଇଥିଲି ସେଥିରେ ଚୁଡ଼ା ମଧ୍ୟ ମାପିକି ନେଇଛି। ଆଉ ଏହାକୁ ଭିଜେଇକି 1 ରୁ 2 ଘଣ୍ଟା ପାଇଁ ଛାଡ଼ି ଦେଇଥିଲି, ଆଉ ଚୁଡ଼ାଟି ଭଲ ଭାବେ ଭିଜିକି ରେଡ଼ି ହେଇଯାଇଛି। ତ ବର୍ତ୍ତମାନ ଆମେ କ'ଣ କରିବା ନା ଗୋଟେ ଗ୍ରାଇଣ୍ଡିଂ ଜାର୍ରେ ଚାଉଳକୁ ଦେଇଦେବା, ତା ସହିତ ଚୁଡ଼ାକୁ ମଧ୍ୟ ଆମେ ଏଠି ଦେଇଦେବା। ତ ଚାଉଳ ଚୁଡ଼ାକୁ ଦେଲା ପରେ ଆମେ ଏହାକୁ ଗୋଟେ ଆର ବହୁତ ବଢ଼ିଆ ଭାବେ ଗୋଟେ ସ୍ମୁଥ୍ ବ୍ୟାଟର ବନେଇ ନେବା। ଦେଖନ୍ତୁ, ମୁଁ ଚାଉଳ ଦେଲା ପରେ ଏବେ ଚୁଡ଼ା ମଧ୍ୟ ଏଥିରେ ଦେଇଛି। ଚାଉଳ ଏବଂ ଚୁଡ଼ାକୁ ଦେଲା ପରେ ଆମେ କ'ଣ କରିବା ନା ଏଥିରେ ଯେଉଁ ଗୋଲମରିଚ ରଖିଥିଲେ ସେଇ ଗୋଲମରିଚ ଏଠି ଦେଇଦେବା। ତାପରେ ଗୋଲମରିଚ ଦେଲା ପରେ ଆମେ ଏଠି ଯେଉଁ ହାଫ୍ ଟି ସ୍ପୁନ୍ ଆମେ ଏଠି ସୌଂଫ ରଖିଥିଲେ ବା ମାନେ ପାନମଧୁରୀ ରଖିଥିଲେ ସେଇଟା ଦେଇଦେବା। ତାପରେ ଯେଉଁ ଇଲାଇଚି ରଖିଥିଲେ ତାକୁ ମଧ୍ୟ ଆମେ ଏମିତି ଛିଣ୍ଡେଇକି ଦେଇଦେବା। ତାପରେ ଏହାର ଗୋଟେ ଭଲ ସ୍ମୁଥ୍ ବ୍ୟାଟର ବନେଇ ନେବା। ଦେଖନ୍ତୁ, ମୁଁ ଏଇଟା ପାଖାପାଖି ଅଧା ଗ୍ରାଇଣ୍ଡ କଲା ପରେ ଏଠି ପାଣି ଦରକାର ହେଲା, ତ ମୁଁ କିଛି ପାଣି ଦେଇକି ତାକୁ ଆଉ ଥରେ ଗ୍ରାଇଣ୍ଡ କରିନେବି। କିନ୍ତୁ ତା ପୂର୍ବରୁ ଆମେ କ'ଣ କରିବା ନା ଯେଉଁ ଅଦା କୋରିକି ରଖିଥିଲେ ସେ ଅଦା କୋରା ମଧ୍ୟ ଏଥିରେ ଏବେ ଦେଇଦେବା ଏବଂ ଏହାର ଗୋଟେ ସ୍ମୁଥ୍ ବ୍ୟାଟର ବନେଇକି ଆଣିବା ହାରି। ତ ବର୍ତ୍ତମାନ ଦେଖନ୍ତୁ, ବ୍ୟାଟରଟି ଏଠି ବନିଯାଇଛି। ତାପରେ ଆମେ କ'ଣ କରିବା ନା ଏଠି ଯେଉଁ କୋରା ନଡ଼ିଆ ରଖିଥିଲେ ସେ କୋରା ନଡ଼ିଆଟି ମଧ୍ୟ ଆମେ ଏଠି ଦେଇଦେବା ଏବଂ ଏହାକୁ ଜଷ୍ଟ 1 ସେକେଣ୍ଡ ପାଇଁ ଆପଣ ଗ୍ରାଇଣ୍ଡ କରିକି କାଢ଼ି ନିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ, ଆମର ବ୍ୟାଟରଟି ବନିକି ଏକଦମ ରେଡ଼ି ହେଇଯାଇଛି। ତ ମୁଁ ଆପଣଙ୍କୁ ଚାମଚରେ ଏହାର କନସିଷ୍ଟାନ୍ସି ଦେଖାଉଛି। ତ ଆପଣ ଏଇ ଟାଇପ୍ର ହିଁ ୟାକୁ ବାଟିକି ନେଇ ନିଅନ୍ତୁ। ତାପରେ ଦେଖନ୍ତୁ, ମୁଁ ୟାକୁ ଗୋଟେ ଜାଗାକୁ ଢାଳି ନେଇଛି। ତାପରେ ଢାଳି ନେଲା ପରେ ଆମେ କ'ଣ କରିବା ନା ଜାର୍ଟି ଧୋଇଦେବା, ଆଉ ଧୋଇକି ଏଠି କିଛି ପାଣି ମଧ୍ୟ ଦେଇଦେବା। ପାଖାପାଖି ମୁଁ ଏଠି ହାଫ୍ କପ୍ ପାଣି ଆଡ଼୍ କରି ନେଇଛି ଏବଂ ଦେଲା ପରେ ଏହାକୁ ଚାମଚ ସାହାଯ୍ୟରେ ଆମେ ଭଲ ଭାବରେ ମିକ୍ସ କରିକି ନେଇ ନେବା, ଯେମିତି ଏଇଭଳିଆ ଭାବେ ଆମର ଏଇଟା ଫ୍ଲୋଇଂ କନସିଷ୍ଟାନ୍ସିରେ ରହିବ। ତାପରେ ଆମେ କ'ଣ କରିବା ନା ଗୋଟେ କରେଇରେ ଆମେ ଜଷ୍ଟ 1 କପ୍ ପାଣି ଦେଇଦେବା। ତାପରେ ଦେଖନ୍ତୁ, ମୁଁ ଯେଉଁଥିରେ ଚାଉଳ ମାପିକି ନେଇଥିଲି ସେଇଥିରେ ମଧ୍ୟ ମୁଁ ଏଠି ଗୁଡ଼ ଆଡ଼୍ କରିଦେଇଛି। ଆଉ ଏଠି ମୁଁ ପାଉଡ଼ର ଜାଗିରି ଆଡ଼୍ କରିଛି ଏବଂ ଆମେ ଏହାକୁ ଭଲ ଭାବରେ ଗରମ କରିକି ନେଇ ନେବା। ତାଦ୍ୱାରା ଗୁଡ଼ଟି ପାଣିରେ ବହୁତ ଭଲ ଭାବେ ମେଲ୍ଟ ହେଇଯିବ ଏବଂ ମେଲ୍ଟ ହେଲା ପରେ ଆମେ କ'ଣ କରିବା ନା ଆକୁ ବନ୍ଦ କରିନେବା। ଆଉ ଏହାକୁ ଗୋଟେ ଥର ଭଲ ଭାବେ ଆପଣ ଫୁଟେଇକି ନେଇ ନିଅନ୍ତୁ, ତାଦ୍ୱାରା ଏଇଠି ଭଲ ଭାବେ ପାଣିରେ ମାନେ ମେଲ୍ଟ ହେଇଯିବ। ତ ଗୋଟେ ଥର ଆପଣ ଏଇଭଳିଆ ଭାବେ ତାକୁ ଘାଣ୍ଟିକି ନିଅନ୍ତୁ, ନହେଲେ ମେ ବି ତଳେ ବସିଯିବ। ତାପରେ ଦେଖନ୍ତୁ, କଲା ପରେ ଆମେ କ'ଣ କରିବା ନା ଯେଉଁ ବ୍ୟାଟର ରଖିଥିଲେ ସେ ବ୍ୟାଟରରେ ଏମିତି ଗୋଟେ ଷ୍ଟ୍ରେନର ଦେହରେ ସେଇ ଗୁଡ଼ଟିକୁ ଛାଣିକି ଏଥିରେ ଦେଇଦେବା। ତାଦ୍ୱାରା ଗୁଡ଼ରେ ଯାହା ବି ଅପରିଷ୍କାର ଥିବ ଏଠି ଷ୍ଟ୍ରେନରରେ ବାହାରିଯିବ। ତାପରେ ଆମେ ଏହାକୁ ଭଲ ଭାବରେ କଣ୍ଟିନ୍ୟୁଅସଲି ମିକ୍ସ କରି ନେବା। ତ ଦେଖନ୍ତୁ, ମୁଁ ବର୍ତ୍ତମାନ ଏହାକୁ ଭଲ ଭାବରେ ମିକ୍ସ କରିକି ନେଇ ନେଉଛି। ତାଦ୍ୱାରା ବ୍ୟାଟର କଲର୍ଟି ବହୁତ ବଢ଼ିଆ ଆସିବ ଏବଂ ଆମେ ଯେତେବେଳେ ପୋଡ଼ ପିଠା କରିବା ନା ତା କଲର୍ଟି ଏକଦମ ଅଥେଣ୍ଟିକ୍ ଲୁକ୍ ଦେବ। ଆଉ ଖାଇବା ପାଇଁ ଯେତିକି ଟେଷ୍ଟ ଲାଗିବ, ଦେଖିବା ପାଇଁ ମଧ୍ୟ ସେତିକି ସୁନ୍ଦର ଲାଗିବ। ତାପରେ ଦେଖନ୍ତୁ, ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ ମଧ୍ୟ ଆଡ଼୍ କରିଦେଇଛି। ମୁଁ ପାଖାପାଖି ହାଫ୍ ଟି ସ୍ପୁନ୍ ଲୁଣ ଆଡ଼୍ କରିଛି। ତ ଆପଣଙ୍କୁ ଯେତିକି ଦରକାର ଆପଣ ସେଇ ଅନୁସାରେ ଲୁଣ ଆଡ଼୍ କରନ୍ତୁ। ତାପରେ ଦେଖନ୍ତୁ, ମୁଁ ଏହାକୁ ଆଉ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେଉଛି।
बर्तमान आम यहाँ मिक्स करके नेला पर या साइड करके रखीदे। तापर देखो आम एटी गोटे कड़ई गरम कर नवा और तादेह मुझे देसी गुआ घी गोटे चामच दे देती और जो काटिकी नड़िया रखी से नड़ियाटी एथे भल भाव में भाजिकी नहीं नवा। नड़ियाटी टिके हाल्का भाजी गला तापर आम कौन करवा ना जो काजू किसमिश रखी से काजू किसमिश को आम एथे आड कर नवा। देखो नड़ियाटी हाल्का भाव भाजी गला तो मुझे काजू और किसमिश एथे दे देती आउ सबको भल भाव में भाजिकी नहीं नौ हाल्का गोल्डन ब्राउन हो गला पर आम काजू किसमिश और नड़ियाटी को कड़ई बाहर कर नवा। बर्तमान देखो आमर काजू किसमिश और नड़ियाटी भल भाव में भाजी जाइए तो मुझे गोटे प्लेट साहाय्य को काढ़ी नौची। काजू आउ किसमिश और नड़िया को प्लेट को काढ़ी नेला परे आमे कौन करिबा ना एथरे आउ किछि घिओ ऐड करिबा। तो मु आउ एटी पाखापाखि गोटे टीस्पून घिओ ऐड करी नेछि। ता द्वारा आमे पोड़ो पिठाटी जेतेबेले एथरे बनेबा तो एटी बहुत बढ़िया भाबे बाहरी जिवो आधरु। आपण मने रखंतु जेतेबेले पोड़ो पिठा बनाउछंती जदि कड़ई रे बनाउछंती ताले मोटा बेस वाला कड़ई नियंतु। ता द्वारा एटा तळे लागिबनी। जदि पतला बेस वाला नउछंती ताले ता देहरे तळे आपण तावा देकी एटा करि पारंते। देखंतु ता देहरे आमे जो बैटर रखितले सेतरे किसी जो तेजपत्र रखी छोट छोट करके छिंडे की एथरे पकई नौची। तो तेजपत्र देला परे आमे कौन करिबा ना जो भाजिकी रखी नड़िया काजू किसमिश से गुड़िक आम एथरे ऐड करदबा। आमे सबुजाक दबानी आमे जस्ट अधा एथरे दबा आउ अधा आमे आग को गार्निशिंग पई व्यवहार करिबा। यही सबको देला परे आमे कौन करिबा ना आउ गोटे थर भल भाव में मिक्स करके नहीं नबा। तापर देखो मुझे इनो व्यवहार करी मु प्लेन इनो व्यवहार करी। तो आपण यही प्लेन इनो ही व्यवहार करूँ अलग कौन फ्लेवर इनो व्यवहार करूँ ता द्वारा पिठाटी खराब हो जापे। तो देखो मुझे देला पर इनो या गोटे थर भल भाव में मिक्स कर नौची। आउ इनो दबा परे आमे सांगे सांगे ही या कड़ई रे ढाली नबा। बर्तमान देखंतु मु एई बैटरटी को कड़ई रे ढाली नेची एवं कड़ई रे ढाली नेला परे आमे कोन करिबा ना एथरे जो सब आमे माने रखिथिले काजू किसमिश एवं नड़िया या को ऊपर देई दबा। तापर देखंतु मु एठी जो चेरी की काटी की रखिथिली से चेरी मध्य मु एठी ऐड करी नौची। तो आदरा आर टेस्ट सहित लुकटा भी बहुत बढ़िया आसीबो। तो चेरीटा आपण ऊपर ही दियंतु। तापर देला परे आमे कोन करबा ना आको ढांकी की जस्ट गोटे रु 2 सेकेंड पई आपण गैस टा को हाई रे रखंतु। हाई रे रखिला परे आमे कोन करबा ना टिके एटा जस्ट हाई रे हला परे आमे आको पुनी थरे स्लो करी नबा। तो वर्तमान देखंतु मु वर्तमान ताको सिम करी नेची एवं आमे याको मिनिमम 15 रु 20 मिनिट जाए आमे याको हबा को दबा। देखंतु 15 रु 20 मिनिट परे वर्तमान हमर पिठाटी हे जाइची। मु आपनको एठी नाइफ इंसर्ट करके देखौची। एठी वर्तमान पूरा क्लियर आसुची। आ जहाँ भी टिके लागुची ना याको आपण एमती ही घोड़े की छाड़ी दियंतु। एटा भितरे गरम रे हेई जिवो। तापरे आमे याको पूरा ठंडा हला पर ही कड़ई रु काढिबा। देखंतु मु वर्तमान आपनको कड़ई रु काढ़ी की देखौची केते सुंदर भाबे एटा कड़ई रु काढ़ी आसिला। तो देखंतु वर्तमान हमर एई पोड़ो पिठाटी हेकी रेडी हो जाइची। तो एटा किछि नुआ पोड़ो पिठा चूड़ा एवं चाउल रे आपण घरे सांग सांग बनैकी रेडी करि परिबे। आउ एटी बहुत ही सॉफ्ट एवं जालीदार हेची एवं खाइला माने आरो टेस्टटा बहुत ही बढ़िया लागुची। मु आशा करूची आपण समस्त मोर वीडियोटी निश्चय पसंद आसीथिबो। जदि आपण मानको मोर ए वीडियोटी पसंद आछि ताहाले आपण आपणकर भल पाइबा ओ सहयोग मते एई भळे आबे दियंतु। मु आगकू आपण मन पई आहुरी नुआ नुआ वीडियो नेकी आसी परिबी। से पर्यंत रहिली नमस्कार धन्यवाद।